এটা হচ্ছে পুষ্পା রাଇସ୍ ମିଲ୍ର ତାର ପଛପଟଟା ଏଇଠି ମୁଁ ଆପଣଙ୍କୁ ଦେଖାଉଛି। ଏଇଠି ଦେଖନ୍ତୁ ପ୍ରାଚୀ ନଦୀ ଦେଖନ୍ତୁ। ଏଇଠି ପ୍ରାଚୀ ନଦୀ ଏହାର ପାର୍ଶ୍ୱ ଦେଇକି ଯାଇଛି। ଏ ପାଣି ଆଜ୍ଞା ଏତେ ଦୂଷିତ କହିବାକୁ ଗଲେ ଆମର ଗାଈ ମେଣ୍ଢା ଛେଳି ଏଇପଟେ ବହୁତ ଆଜ୍ଞା ଚରିବାକୁ ଆସନ୍ତି। ଆପଣ ଜାଣିଥିବେ ଏଇ ଲୋକମାନେ ଏହାରି ଉପରେ ହିଁ ନିର୍ଭର କରନ୍ତି। ଗାଈ ଗୋରୁ ଛେଳି ମେଣ୍ଢା ରଖି ଏମାନଙ୍କର ମାନେ ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଆଜ୍ଞା ଦେଖନ୍ତୁ ପ୍ରାଚୀ ନଦୀଟି ଆମର କଟକ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲା ତାର ମଝିରେ ଅବସ୍ଥିତ। ପୁଷ୍ପା ରାଇସ୍ ମିଲ୍ ଆପଣ ସମସ୍ତେ ଜାଣିଥିବେ ପୁଷ୍ପା ନମ୍ବର 1ରେ ଥିବ, କିନ୍ତୁ ଏଇଟା ହେଉଛି ତାର ଅପୋଜିଟ୍ ସାଇଡ୍ ସତ୍ୟତା, ଯାହାକୁ କହନ୍ତି ବ୍ଲାକ୍ ଟ୍ରୁଥ୍, କଳା ସତ୍ୟ। ଆପଣ ଦେଖନ୍ତୁ ଏଇ ଯେଉଁ ନଦୀ ଅଛି ପ୍ରାଚୀ ନଦୀ, ଏଇ ପ୍ରାଚୀ ନଦୀରେ କେତେ ଗାଈ ଗୋରୁ କେତେ ଛେଳି ମେଣ୍ଢା ଏଠି ଚରୁଛନ୍ତି। ଲୋକ ମଧ୍ୟ ଏହା ଉପରେ ନିର୍ଭର କରୁଛନ୍ତି ଚାଷବାସ ପାଇଁ, ଜୀବନ ଜୀବିକା ନିର୍ବାହ ପାଇଁ। କେହି ମଧ୍ୟ ଗାଧାନ୍ତି ଏଥିରେ। କିନ୍ତୁ ଦେଖନ୍ତୁ ଏ ପାଣି ଏତେ ଅପରିଷ୍କାର ଯେ ଏ ପାଣି ପଶୁ ପିଇଲା ମାତ୍ରକେ ସେ ନିହାତି ମୃତ୍ୟୁ ମୁଖରେ। ପୁଷ୍ପା ରାଇସ୍ ମିଲ୍ର ବ୍ଲାକ୍ ଟ୍ରୁଥ୍, ଉପର ଚିକଣ ଭିତର ଲୁଟ୍। ଏଠି ପଇସା ଲୁଟ୍ ନୁହେଁ, ଏଠି ଚାଲିଛି ପାଣି ଲୁଟ୍। ରାଇସ୍ ମିଲ୍ର ବାହାର ପଟେ ଛଡ଼ା ଯାଉଛି ବିଷାକ୍ତ ପାଣି। ଏହି ପାଣି ପ୍ରାଚୀରେ ମିଶି ପବିତ୍ର ଜଳକୁ ବିଷାକ୍ତରେ ପରିଣତ କରୁଛି। ଗୋରୁ ପିଇଲେ ମଲେ, ମଣିଷ ଗାଧେଇଲେ ମଲେ, ପଶୁପକ୍ଷୀ ମଣିଷ ଏହି ପାଣି ମନା। ପୁଷ୍ପା ରାଇସ୍ ମିଲ୍ର ପାଣିରେ ଏକର ଏକର ଧାନ ଫସଲ ନଷ୍ଟ। ଦେଖନ୍ତୁ ପୁଷ୍ପା ରାଇସ୍ ମିଲ୍ର ବ୍ଲାକ୍ ଟ୍ରୁଥ୍ ବା କଳା ସତ। କଟକରୁ କୃଷ୍ଣଙ୍କ ରିପୋର୍ଟ, ଓ ନ୍ୟୁଜ୍ ଓଡ଼ିଆ।